पोस्ट ऑफिस रो एही स्कीम आपणଙ୍କୁ କରିଦେବ ମାଲାମାଲ। ଜମା ଟଙ୍କା ଉପରେ ମିଳିବ ଅଧିକ ଟଙ୍କା ସୁଧ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣ ସୁରକ୍ଷିତ ସହ ଭଲ ରିଟର୍ଣ୍ଣର ଅନୁସନ୍ଧାନରେ ଅଛନ୍ତି, ତେବେ ପୋଷ୍ଟ ଅଫିସର ସଞ୍ଚୟ ଯୋଜନାଗୁଡ଼ିକ ଆପଣଙ୍କ ପାଇଁ ବିକଳ୍ପ ହୋଇପାରେ। ଏହି ଯୋଜନାଗୁଡ଼ିକ କେବଳ ନିବେଶର ସୁରକ୍ଷା କରେନି, ବରଂ 7.5%ରୁ 8.2% ପର୍ଯ୍ୟନ୍ତ ଆକର୍ଷଣୀୟ ସୁଧ ମଧ୍ୟ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା ପୋଷ୍ଟ ଅଫିସର 6ଟି ମୁଖ୍ୟ ଯୋଜନାଗୁଡ଼ିକ ବିଷୟରେ। ପ୍ରଥମଟି ହେଉଛି ପୋଷ୍ଟ ଅଫିସର ଫିକ୍ସଡ ଡିପୋଜିଟ୍ ଯଥା ଏଫ୍ଡି। 1 ବର୍ଷ, 2 ବର୍ଷ, 3 ବର୍ଷ ଏବଂ 5 ବର୍ଷ ପାଇଁ ପୋଷ୍ଟ ଅଫିସ ଏଫ୍ଡିରେ ଆପଣ ବିନିଯୋଗ କରାଯାଇପାରିବେ। 5 ବର୍ଷ ଏଫ୍ଡିରେ 7.5% ସୁଧ ଉପଲବ୍ଧ ହୋଇଥାଏ। ଧାରା 80C ଅଧୀନରେ ଏହି ଯୋଜନାରେ ବିନିଯୋଗ ଉପରେ ଟିକସ ଛାଡ଼ ମଧ୍ୟ ଉପଲବ୍ଧ, ଯାହା ଏହାକୁ ଅଧିକ ଲାଭଦାୟକ କରିଥାଏ। ଦ୍ୱିତୀୟରେ ହେଉଛି ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍। ମହିଳାମାନଙ୍କ ପାଇଁ କରାଯାଇଥିବା ଏହି ଯୋଜନାରେ 2 ବର୍ଷ ପାଇଁ ନିବେଶ କରାଯାଇପାରିବ। ଏଥିରେ 7.5% ସୁଧ ହାର ଉପଲବ୍ଧ ହୋଇଥାଏ। ବିନିଯୋଗ ସୀମା ହେଉଛି 1,000 ଟଙ୍କାରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ। ଏହି ଯୋଜନା 31 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଉପଲବ୍ଧ। ତୃତୀୟରେ ହେଉଛି ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ ଯଥା ଏନ୍ଏସ୍ସି। ଏହି ଯୋଜନା 5 ବର୍ଷ ପାଇଁ ଅଟେ ଏବଂ ଏହା 7.7% ସୁଧ ପ୍ରଦାନ କରିଥାଏ। ଟିକସ ସଞ୍ଚୟ କରିବା ପାଇଁ ଏହା ଏକ ଉତ୍ତମ ଯୋଜନା। ଏଥିରେ ନିବେଶ ହୋଇଥିବା ପରିମାଣ ପ୍ରତିବର୍ଷ କମ୍ପାଉଣ୍ଡିଂ ସହ ବୃଦ୍ଧି ପାଇଥାଏ। ଚତୁର୍ଥରେ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ ଯଥା SCSS। 60 ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କ ପାଇଁ ଏହି ଯୋଜନା ସର୍ବୋତ୍ତମ ଅଟେ। 5 ବର୍ଷ ପାଇଁ ଏହା 8.2% ସୁଧ ଦେଇଥାଏ। ଏଥିରେ ସର୍ବାଧିକ 30 ଲକ୍ଷ ଟଙ୍କା ବିନିଯୋଗ କରାଯାଇପାରିବ ଏବଂ ପ୍ରତି ତ୍ରୟମାସରେ ଏଥିରେ ସୁଧ ପ୍ରଦାନ କରାଯାଇଥାଏ। ପଞ୍ଚମରେ ସୁକନ୍ୟା ସମୃଦ୍ଧି ଯୋଜନା ଯଥା SSY। ଝିଅମାନଙ୍କ ପାଇଁ ଚାଲିଥିବା ଏହି ସ୍କିମ୍ 8.2% ସୁଧ ପ୍ରଦାନ କରେ। ଏଥିରେ ବାର୍ଷିକ ପୁଞ୍ଜି ବିନିଯୋଗ 250 ଟଙ୍କାରୁ 1,50,000 ଟଙ୍କା ହୋଇପାରିବ। ଏହି ଯୋଜନା 15 ବର୍ଷରେ ସମାପ୍ତ ହୋଇଥାଏ ଏବଂ 21 ବର୍ଷରେ ମ୍ୟାଚୁରିଟି ପାଇଥାଏ। ଶେଷରେ କିଷାନ ବିକାଶ ପତ୍ର। ଏହି ଯୋଜନା 115 ମାସରେ ଆପଣଙ୍କର ବିନିଯୋଗ ପରିମାଣକୁ ଦ୍ୱିଗୁଣିତ କରିଥାଏ। ଏହା 7.5% ସୁଧ ପ୍ରଦାନ କରିବା ସହ ଏଥିରେ ଆପଣ ସର୍ବନିମ୍ନ 1,000 ଟଙ୍କା ନିବେଶରେ ଆରମ୍ଭ କରିପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।